ଯାତ୍ରାଶ୍ରୀ ବିଶ୍ୱ ଦରବାର କ୍ୟାମ୍ପରେ ପ୍ରସ୍ତୁତି ଚାଲିଛି ଭିନ୍ନ ସ୍ୱାଦର ନାଟକ ସବୁ ଜାଣିଛି ଚନ୍ଦ୍ରସେନା। ଆସନ୍ତାକାଲି ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟର ଶୁଭମୁକ୍ତି। ଖୁବ୍ ଶୀଘ୍ର ଯାତ୍ରା ମଇଦାନକୁ ଆସିବେ ଅପେରା ଶ୍ରୀଦୁର୍ଗା, ଯାତ୍ରା ରଙ୍ଗତରଙ୍ଗ ଆଉ ରାଜାରାଣୀ ରଙ୍ଗମଞ୍ଚ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ସେପ୍ଟେମ୍ବର ମାସ 2 ତାରିଖ ପବିତ୍ର ସୋମବାର। ଏବେ ଆସନ୍ତୁ ଜାଣିବା ଆଜିର ଯାତ୍ରା ଖବର। ଯାତ୍ରାଶ୍ରୀ ବିଶ୍ୱ ଦରବାର ପଞ୍ଚମ ଅଭିନୟ ରଜନୀ କୁଲେଇ ପର୍ଜଙ୍ଗ ଢେଙ୍କାନାଳ। ଆଜିର ନାଟକ ବାଘ ନେଇଗଲା ଦୌଡ଼ି ଆସ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ସିଂହ ବାହିନୀ ପଞ୍ଚମ ଅଭିନୟ ରଜନୀ ବାଲୁଗାଁ ତାଳଚେର। ଆଜିର ନାଟକ ବଡ଼ ବେଦରଦୀ କଳା ସାଆନ୍ତ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଦିନେଶ ଦାସ, ସଙ୍ଗୀତ ବୈଦ୍ୟନାଥ ଦାସ। ଯାତ୍ରା ଯାଜ୍ଞସେନୀ ପ୍ରଥମ ଅଭିନୟ ରଜନୀ ସରସଦା ସୁନ୍ଦରଗଡ଼ ସରସରା ସୁନ୍ଦରଗଡ଼। ଆଜିର ନାଟକ ପ୍ରେମ କଲେ ପାପ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ମହେଶ ହାଜରା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। କଳିଙ୍ଗ ଗଣନାଟ୍ୟ ପଞ୍ଚମ ଅଭିନୟ ରଜନୀ ଗଡ଼ସନ୍ତୀ ବଅଁରପାଳ ଅନୁଗୁଳ। ଆଜିର ନାଟକ କମଳ ଦେଶର ରାଜକୁମାରୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ ଦ୍ୱିତୀୟ ଅଭିନୟ ରଜନୀ କଦଳୀଗଡ଼ ରେଢ଼ାଖୋଲ ସମ୍ବଲପୁର। ଆଜିର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଗ୍ରାଣ୍ଡ ମହଲ ତୃତୀୟ ଅଭିନୟ ରଜନୀ ବୈରୀ ଛତିଆ ଯାଜପୁର। ଆଜିର ନାଟକ ବଞ୍ଚିବାକୁ ହେବ ଏକା ଏକା। ରଚନା ଜଗନ୍ନାଥ ରାଉତ, ନିର୍ଦ୍ଦେଶନା ଡକ୍ଟର ସୁବୋଧ ମିଶ୍ର, ସଙ୍ଗୀତ ମାନସ ସାର। ଯାତ୍ରା ରଙ୍ଗମହଲ ତୃତୀୟ ଅଭିନୟ ରଜନୀ ପୁରୁଣା କଟକ ବୌଦ୍ଧ। ଆଜିର ନାଟକ ଧନ ମରିଯିବି ତ ବିନା। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଗୌରୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ ପତ୍ରପାଲି ଝାରସୁଗୁଡ଼ା। ଆଜିର ନାଟକ ମୋ ସ୍ତ୍ରୀ ପରି ସ୍ତ୍ରୀ ନାହିଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ସ୍ୱପ୍ନମହଲ ଚତୁର୍ଥ ଅଭିନୟ ରଜନୀ ଖମାର ଅନୁଗୁଳ। ଆଜିର ନାଟକ କାଳ ବୈଶାଖୀ। ରଚନା ଗଣେଶ ରାଉତ, ନିର୍ଦ୍ଦେଶନା ରାଜଗୁରୁ ବିଜୟ ଦାସ, ସଙ୍ଗୀତ ବିକାଶ ଶୁକ୍ଳା। ଶିବାନୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ମହାବୀର ରୋଡ ଢେଙ୍କାନାଳ। ଆଜିର ନାଟକ ହା କୃଷ୍ଣ ବୋଲି ଯାଉ ଯିବ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ଏକନ ସାର। ତୁଳସୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ତୁକୁଡ଼ା ଅନୁଗୁଳ। ଆଜିର ନାଟକ ତୋର ମୋର କଥା ହେବା ଚୁପଚାପ। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ଇନ୍ଦ୍ରଭୁବନ ଦ୍ୱିତୀୟ ଅଭିନୟ ରଜନୀ ଅଙ୍ଗପଡ଼ା କିଶୋରନଗର ଅନୁଗୁଳ। ଆଜିର ନାଟକ ଚିଠି ବାସୁଛି ତୁଳସୀ ତୁଳସୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଦୁର୍ଗା ମନ୍ଦିର ପ୍ରଥମ ଅଭିନୟ ରଜନୀ ଗୋରଡ଼ିଆ କାମାକ୍ଷା ଢେଙ୍କାନାଳ। ଆଜିର ନାଟକ ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି। ରଚନା ନବଘନ ରାଉଳ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ସୂର୍ଯ୍ୟ ମନ୍ଦିର ଚତୁର୍ଥ ଅଭିନୟ ରଜନୀ ବଳରାମପୁର ଢେଙ୍କାନାଳ। ଆଜିର ନାଟକ ହାଇଦର। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ବୈଦ୍ୟନାଥ ଦାସ। ଯାତ୍ରା ଧଉଳି ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ ଘଟିପିରି ଢେଙ୍କାନାଳ। ଆଜିର ନାଟକ କେମିତି କହିବି ରାତିର କଥା। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ସୁଶାନ୍ତ ଦାସ, ସଙ୍ଗୀତ ମିହିର ମହାନ୍ତି। ତାରିଣୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ଉର୍ତ୍ତି ଚମ୍ପୁଆ କେନ୍ଦୁଝର।
ଆଜିର ନାଟକ ଠକି ଦେଲ ବନ୍ଧୁ ଠିକ ହାଟ ମଝିରେ। ଠକି ଦେଲ ବନ୍ଧୁ ହାଟ ମଝିରେ। ରଚନା ଇଞ୍ଜିନିୟର ପ୍ରଶାନ୍ତ ପୁହାଣ, ନିର୍ଦ୍ଦେଶନା ଶିଶିର ମହାନ୍ତି, ସଙ୍ଗୀତ ଏକନ ସାର। ଅପେରା ଅଶୋକ ସମ୍ରାଟ, ତୃତୀୟ ଅଭିନୟ ରଜନୀ। ରାଜନଗର ଆଠଗଡ଼ କଟକ, ଆଜିର ନାଟକ ରକ୍ତ ସମ୍ପର୍କ। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକନ ସାର। କୋଣାର୍କ ଗଣନାଟ୍ୟ, ତୃତୀୟ ଅଭିନୟ ରଜନୀ। ପରମାଣୁପୁର ସମ୍ବଲପୁର, ଆଜିର ନାଟକ ମିତଲ ତୋତେ ମିଛ ମତେ ସତ। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା କ୍ରିଷ୍ଣା ସ୍ୱାଇଁ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ରାଜନନ୍ଦିନୀ, ତୃତୀୟ ଅଭିନୟ ରଜନୀ। ରାମଚନ୍ଦ୍ରପୁର ସାଇଁକୂଳ କେନ୍ଦୁଝର, ଆଜିର ନାଟକ ରହି ରହି ଆସେ ଅଦେଖା ସାଥୀ। ରଚନା ନବଘନ ରାଉଳ, ନିର୍ଦ୍ଦେଶନା ରାଜଗୁରୁ ବିଜୟ ଦାସ, ସଙ୍ଗୀତ ମିହିର ମହାନ୍ତି। ନାଟ୍ୟ ସମ୍ରାଟ ପୃଥ୍ୱୀରାଜ, ପଞ୍ଚମ ଅଭିନୟ ରଜନୀ। ବାଗଧରିଆ ନରସିଂହପୁର କଟକ, ଆଜିର ନାଟକ ପ୍ରେମ ଏକ ମିଠା ଜହର। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ଏକନ ସାର। ମା ବନଦୁର୍ଗା ଗଣନାଟ୍ୟ, ପ୍ରଥମ ଅଭିନୟ ରଜନୀ। କୋଡ଼ଖମଣ କେନ୍ଦୁଝର, ଆଜିର ନାଟକ ମନ ବୃନ୍ଦାବନେ ଲାଗିଛି ନିଆଁ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା। ରାଜଧାନୀ ଅପେରା, ତୃତୀୟ ଅଭିନୟ ରଜନୀ। ଦର୍ପଣ ବଡ଼ଚଣା ଯାଜପୁର, ଆଜିର ନାଟକ କିନ୍ନର ବୋହୂ। କାହାଣୀ ଉମେଶ ମଲ୍ଲିକ, ସଂଳାପ ପପୁ ବ୍ରହ୍ମ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ। ମା ଦୁର୍ଗାଶ୍ରୀ ଗଣନାଟ୍ୟ, ବିଦାୟ ରଜନୀ। ରେବଣା ପଳସପାଳ କେନ୍ଦୁଝର, ଆଜିର ନାଟକ ସବୁ ପର ଏଠି ଜଗା ନିଜର। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ ବଳିଆ ସାର, ସଙ୍ଗୀତ ଲିପୁ ସାର। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ଯାତ୍ରା ସମ୍ପର୍କିତ ନୂଆ ସମ୍ଭାବନାର ବାର୍ତ୍ତା ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।